ଗାନ୍ଧୀନଗର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଅଛନ୍ତି। ଆଜି ଗୁଜରାଟରେ ପହଞ୍ଚି ସେ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାଜପାକୁ ହରାଇବୁ। ଭାଜପା ଦେଇଥିବା ଚ୍ୟାଲେଞ୍ଜକୁ ଆମେ ଗ୍ରହଣ କରି କହି ରଖୁଛୁ କି ଲୋକସଭା ବିରୋଧୀ ଦଳ ନେତା କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଆଜି ଯାଇଥିଲେ। ସେଠାରେ ପହଞ୍ଚି ସେ ଆଗାମୀ ନିର୍ବାଚନ ପାଇଁ ପାର୍ଟି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି ଆପଣ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରଥଯାତ୍ରାରେ ଖେତିଲେ। କୁହାଯାଏ କି ତାଙ୍କୁ ମୋଦି ସାହାଯ୍ୟ କରୁଥିଲେ, କିନ୍ତୁ ମୁଁ ସଂସଦରେ ଭାବିଥିଲି ରାମ ମନ୍ଦିର କାର୍ଯ୍ୟକ୍ରମରେ ଆଦାନୀ ଓ ଆମ୍ବାନୀଙ୍କୁ ଦେଖିଲି, କିନ୍ତୁ କୌଣସି ଗରିବ ଲୋକ ନୁହେଁ। ରାହୁଲ ଆହୁରି କହିଛନ୍ତି ଅଯୋଧ୍ୟାର ଜଣେ ଏମ୍ପି ମୋତେ କହିଲେ ଅଯୋଧ୍ୟାରେ 3 ଥର ଏକ ସର୍ଭେ ହୋଇଥିଲା ଯେଉଁଥିରେ ମୋଦି ଅଯୋଧ୍ୟାରୁ ଲଢ଼ିବାକୁ ଚାହୁଁଥିଲେ, ହେଲେ ସେ ହାରିବେ ବୋଲି ସେଠାକୁ ଲଢ଼ି ନଥିଲେ, କାରଣ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କ ଜମି ହଡ଼ପ ହୋଇଥିଲା। ଲୋକଙ୍କର ଦୋକାନ ଭଙ୍ଗାରୁଜା କରିଥିଲେ ମୋଦି। ଏହାପରେ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ମିଳିଲା ନାହିଁ। ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇଥିଲା ମଧ୍ୟ ଆଜି ଯାଏଁ ବି ଅଯୋଧ୍ୟାବାସୀ ଖୁସି ନାହାନ୍ତି। ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିରର ଭିତରେ ପାଣି ପଶି ସାରିଲାଣି। ବର୍ଷା ପାଣି ସିଧାସଳଖ ମନ୍ଦିର ଭିତରକୁ ପଶି ଯାଉଛି। ଅଗଷ୍ଟରେ ଭାଙ୍ଗିବ ମୋଦି ସରକାର। ଏହାପରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ବୋଲି ବଡ଼ ଦାବି କରିଛନ୍ତି। ଆର୍ଜେଡି ସୁପ୍ରିମକୋର୍ଟ ଲାଲୁ ଯାଦବ ଏପରି ଦେଶରେ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ସେ କହିଛନ୍ତି। ନିଜ ଦଳର ନେତାଙ୍କୁ ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି। ତେବେ ଗତକାଲି ଆର୍ଜେଡିର ପ୍ରତିଷ୍ଠା ଦିବସ ଅବସରରେ ଲାଲୁ ଏଭଳି ଦାବି କରିଛନ୍ତି। ନିଜର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଲାଲୁ ଯାଦବ କହିଛନ୍ତି ଦିଲ୍ଲୀରେ ମୋଦି ସରକାର ବହୁତ ଦୁର୍ବଳ ଅଛି। ଅଗଷ୍ଟ ଭିତରେ ଏହା ଭଙ୍ଗାଯିବ ବୋଲି କହିଛନ୍ତି। ଏଣୁ ଏ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରସ୍ତୁତ କରିବା ପାଇଁ ଅପିଲ କରୁଛି, କାରଣ ନିର୍ବାଚନ ଯେକୌଣସି ସମୟରେ ହୋଇପାରେ। ଏହି ଅବସରରେ ଦଳୀୟ ନେତା ତେଜସ୍ୱୀ ଯାଦବ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଥିଲେ ଯେ ଜେଡିୟୁ ଶାସନ କ୍ଷମତା ଲୋଭରେ ନିଜର ବିଚାରଧାରା ସହ ଚୁକ୍ତି କରି ଭାଜପା ସହ ମେଣ୍ଟ କରିଥିଲେ। ଆର୍ଜେଡି କେବେ ବି ଚୁକ୍ତି କରିନାହିଁ କିମ୍ବା ଭାଜପା ଆଗରେ ନାହିଁ ବୋଲି କହିଛନ୍ତି। ଶାସନ କ୍ଷମତାରେ ରହିବା ବଡ଼ କଥା ନୁହେଁ, ଆମର ଲଢ଼େଇ ସେହି ଲୋକଙ୍କ ସହ ଯିବ ଦୁର୍ବଳ ଶ୍ରେଣୀର ଏବଂ ସରକାରୀ ସୁବିଧା ପାଇବାରୁ ବଞ୍ଚିତ। ଲୋକସଭା ନିର୍ବାଚନରେ ଆମର 9% ବଢ଼ିବ, ହେଲେ ଏନ୍ଡିଏର 6% କମିଯାଇଛି। ଆର୍ଜେଡି 4 ଶାସନ ବିଜେତା ହୋଇଛି, ଆହୁରି ମଧ୍ୟ ଦଳ ଜିତି ପାରିଥାନ୍ତା। ଆମ ମେଣ୍ଟ ନିର୍ବାଚନରେ 9 ଆସନ ଜିତିଛି ବୋଲି ସେ କହିଛନ୍ତି। ନେବା ବେଳେ ଭିଜିଲାନ୍ସ ଧରା ପଡ଼ିଗଲା। ରାୟଗଡ଼ା ଜମିପଟା ପାଇଁ 1,15,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ହନୁମନ୍ତପୁର ଗ୍ରାମ ପଞ୍ଚାୟତର ପ୍ରାୟ 300 ଲୋକଙ୍କ ଜଙ୍ଗଲ ଜମି ପଟା କରିବାକୁ ତହସିଲଦାର ଟଙ୍କା ମାଗିଥିଲେ। ଏହି ବିଷୟରେ ସେହି ପଞ୍ଚାୟତରୁ କିଛି ଲୋକଙ୍କୁ ଜୟପୁର ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ତହସିଲଦାରଙ୍କୁ ଧରିବା ଜୟପୁର ଭିଜିଲାନ୍ସ ଜାଲ ପିଛାଇଥିଲେ। ପଟା କରାଇବାକୁ କହି 300 ଲୋକଙ୍କ ଠାରୁ 1,15,000 ଟଙ୍କା ଲାଞ୍ଚ ନେଇ ଫେରୁଥିବା ବେଳେ ଡାଙ୍ଗ ସାଙ୍ଗର ଗାଁ ନିକଟରେ ତହସିଲଦାରଙ୍କୁ ଧରିଲେ ପୋଲିସ। ଗାଡ଼ିକୁ ନ ଅଟକେଇ ଟଙ୍କାକୁ ଗାଁ ନିକଟରେ ଫିଙ୍ଗି ଦେଇ ଭିଜିଲାନ୍ସ ଅଧିକାରୀ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ। ସେଠାରୁ ଟଙ୍କା ଉଠାଇ ତହସିଲଦାରଙ୍କୁ ପିଛା କରିଥିଲେ ଭିଜିଲାନ୍ସ। ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ରେଭେନ୍ୟୁ ମିଟିଂରେ ଯୋଗ ଦେଇଥିଲେ ତହସିଲଦାର। ବୈଠକରେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଶୌଚାଳୟ ଭିତରେ ପଶି ଯାଇଥିଲେ ବିଚିତ୍ରାନନ୍ଦ ନାୟକ। ଆଉ ଶୌଚାଳୟରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ବ୍ୟୁରୋ ରିପୋର୍ଟ, ଜି ତୀର୍ଥ ନ୍ୟୁଜ।